ମୁଁ ଚିନ୍ତା ରଖିବି ରାଜନୀତିରେ ଉଚ୍ଚ ଆଶା ରହିବା ନିହାତି ଆବଶ୍ୟକ ଏବଂ ମୋର ମଧ୍ୟ ଉଚ୍ଚ ଆଶା ଅଛି। ପ୍ରତ୍ୟେକ ଭାରତୀୟଙ୍କ ପାଖରେ ତଥା କଟକ ସହରର ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ ପାଖରେ ଏସବୁ ଯୋଜନା ପହଞ୍ଚୁଛି ନା ନାହିଁ ତା ପାଇଁ ଆଜି ଆମର ଗୋଟେ ଭାରତୀୟ ଜନତା ପାର୍ଟିର ତଥା କଟକ ବାରବାଟୀ କନଷ୍ଟିଚ୍ୟୁଏନ୍ସି ତଥା 4ଟି ୱାର୍ଡରେ ଆଜି ଆମର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶହ ଶହ ସଂଖ୍ୟାରେ ଯୁବ ସମାଜଠୁ ଆରମ୍ଭ କରିକି ମାତୃତୁଲ୍ୟ ମା ଭଉଣୀ ଏବଂ ବହୁ ବରିଷ୍ଠ ନେତୃମଣ୍ଡଳ ମଧ୍ୟ କଟକ ସହରର ବୁଦ୍ଧିଜୀବୀଠୁ ଆରମ୍ଭ କରିକି ମୁରବୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଏବଂ ଆଜି ନିହାତି ଭାବରେ ମୁଁ ଯଦି କହିବି ଭାରତୀୟ ଜନତା ପାର୍ଟିର ଏ ଯେଉଁ ଜନସମ୍ପର୍କ ପଦଯାତ୍ରା ଥିଲା ବିପୁଳ ମାତ୍ରାରେ ସଫଳ ହୋଇଛି। ଆମେ ଚିନ୍ତା ରଖିବା ଦରକାର କିମ୍ବା ମୁଁ ଚିନ୍ତା କରେ କଟକ ସହରର ପ୍ରତ୍ୟେକଟି ଘର ଏମିତି କେଉଁ ଘର ନଥିବ ଯେଉଁ ଘରରେ କି ବିଜେପିର ଭୋଟ ନାହିଁ, କିନ୍ତୁ ଏବେର ଯେଉଁ ସିଚୁଏସନ୍ ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ବାର୍ତ୍ତା ଅଛି ସେ ବାର୍ତ୍ତା ଯଦି ଆମେ ପ୍ରକୃତରେ ସମସ୍ତଙ୍କ ଘରେ ପହଞ୍ଚାଇ ପାରିବା, ତାଙ୍କର ଯେଉଁ ଜନକଲ୍ୟାଣ ଯୋଜନା ଅଛି ଆମେ ଯଦି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ହିସାବରେ ସେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଗଭର୍ଣ୍ଣମେଣ୍ଟର ତଥା କେନ୍ଦ୍ର ସରକାରଙ୍କର ଯୋଜନା ଉପଲବ୍ଧ କରିପାରିବା ତ ନିହାତି ଭାବେ କଟକ ବାରବାଟୀରେ ଏଥର ଭାରତୀୟ ଜନତା ପାର୍ଟିର ବିଜୟ ବାନା ଉଡ଼ିବ। ମୁଁ ଚିନ୍ତା ରଖିବି ରାଜନୀତିରେ ଉଚ୍ଚ ଆଶା ରହିବା ନିହାତି ଆବଶ୍ୟକ ଏବଂ ମୋର ମଧ୍ୟ ଉଚ୍ଚ ଆଶା ଅଛି। ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତା ଯିଏକି ବରିଷ୍ଠ ନେତୃମଣ୍ଡଳ ତଥା ଆମ ସମସ୍ତଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ ତଥା ପ୍ରତ୍ୟେକ ସମୟରେ ଯୁବା ଶକ୍ତି ବୋଲି ଗୋଟେ କଥା କୁହନ୍ତି, ଯିଏକି ଗୋଟେ ସୁସ୍ଥ ସମାଜ ଗଠନ କରିବା ପାଇଁ ଗଲେ ଯୁବା ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ତ ଯଦି ଏଇ କଥାକୁ ଆମର ଓଡ଼ିଶାରେ ଥିବା ବରିଷ୍ଠ ନେତୃମଣ୍ଡଳ ତଥା ଆମର ଯେଉଁ ବରିଷ୍ଠ ନେତାମାନେ ଅଛନ୍ତି ସେ ଯଦି ହୃଦୟଙ୍ଗମ କରିବେ ତଥା ମୋତେ ଆଶା ଏବଂ ବିଶ୍ୱାସ ଏବଂ ତାଙ୍କ ଆଶୀର୍ବାଦ ରଖିବେ ତ ନିହାତି ଭାବେ କଟକ ବାରବାଟୀ ଏଥର ଏକ ଯୁବ ବିଧାୟକ ଭାବେ ଦେଖିବାକୁ ସମୟ ପାଡ଼ିବ।